ଆଜି ଶୁଣିବା ଉପନ୍ୟାସ ଦକ୍ଷିଣାବର୍ତ୍ତ। ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ। ଭାଗ ସପ୍ତମ। ଠାକୁରଙ୍କ ପାଇଁ ଯେଉଁ ସବୁ ଆୟୋଜନ ଚାଲିଲାଣି ସେତେବେଳକୁ ସେତକ ଦେଖିଲା ବେଳୁ ଗୋଟାଏ ଭୟ ଗୁରୁଗୁରୁ ହୋଇ ଯାଉଥାଏ ବାବାଜୀ ଛାତିରେ। ବେଶୀ ଡର ଲାଗି ଆସୁଥାଏ ତାକୁ ମାରଧର କଥାରେ ନୁହେଁ, ତାର ଅସଲ ଭୟ କାଳେ କ'ଣ ଗୋଟାଏ ଘଟିଯିବ, କାଳେ ହଠାତ୍ ସେ ନିଜେ ମାଡ଼ିଯିବ ଆଉ ଡୁବିଯିବ ସେଇ ପଦେ କଥାରେ ଠାକୁର ଅଛନ୍ତି। ତାପରେ ସେ କ'ଣ କରିବ? ଉଦ୍ଧରିବ କେମିତି? କିନ୍ତୁ ଠାକୁରଙ୍କ ବିଷୟରେ ଆଜି ସଞ୍ଜଟା ତାକୁ ଯୁକ୍ତିତର୍କ କରିବାକୁ ନିଶ୍ଚୟ ପଡ଼ିବ ବୋଲି ସେ ଜାଣିଥିଲା। ନଚେତ୍ ଧୋବାବୁଢ଼ାର ସବୁ ଆୟୋଜନ ପଣ୍ଡ ହୋଇଯିବ ଆଉ ତା ନିଜର ଠାକୁର ନିଶା ଛାଡ଼ିଯିବ। ଟିଣକ ମଦ ତୁଛିଏକି ପିଇବ ବିଚରା ଶେଷରେ, ଆଉ ବିନା କାରଣରେ ମଦ ପିଉଥିବା ମଣିଷଙ୍କ ଭଳି ଖାଲି ଗଁ ଗଁ ହୋଇ ରାତି ପୁହାଇବା ଛଡ଼ା ଆଉ କିଛି ପାଇପାରିବ ନାହିଁ ସେ ବିଚରା ସେଥିରୁ। କାଲି କାହିଁକି? ଆଜି ବି ସେଇଆ କହୁଛି ମୁଁ, କହୁ କହୁ ଆରମ୍ଭ କରିଦେଲା ସେ ନିଜେ। ଆଲୋ ଟିଣାଟା ଗଲା କୁଆଡ଼େ ମ? ପିଣ୍ଡା ଉପରକୁ ଉଠି ଆସି ବୁଢ଼ା ବସି ପଡ଼ିଲା ବାବାଜୀ ସାମ୍ନା ସାମ୍ନି, ଆଉ ବୁଡ଼ି ବଡ଼େଇ ଦେଲା ଟିଣାକୁ। ତା ସାଙ୍ଗରେ ଥାଏ କୁନି ଚା ଖିଆ କାଚ ଗିଲାସଟିଏ। ନେ ନେ ବାବାଜୀ, ପହିଲେ ତୋର ପାଳି। ଟିଣାଟାକୁ ଅଳ୍ପ ଅଣେଇ ଗିଲାସରେ ଭର୍ତ୍ତି କରିଦେଲା ବୁଢ଼ା, ଆଉ ଟିକିଏ ଆଖି ବୁଜି ବସି ଭାବିଲା ଭଳିଆ କହିଲା, ଆଜି ଗୋଟିଏ ଦିବ୍ୟ ସୁନ୍ଦର ତେର୍ଲା ଦେଖିଛି ରେ ମୁଁ ବାବାଜୀ। ଆଉ ସତ କହୁଛି ହୋ, ଏଠି ସଞ୍ଚ ନାଗିଛି। ତାକୁ ଦେଖିଲା ମାତ୍ରେ ମୋ ମନ କହିଲା ଠାକୁର ନିଶ୍ଚୟ ଅଛନ୍ତି ରେ, ନିଶ୍ଚୟ ଅଛନ୍ତି। ଆଖି ଖୋଲିଲା ମାତ୍ରେ ବୁଢ଼ା ଧୋବାର ଦୃଷ୍ଟି ଆପଣା ଛାଏଁ ଯାଇ ପଡ଼ିଲା ବୁଢ଼ୀ ମୁହଁ ଉପରେ। ଆଉ ସତେକି ସେ ତା ସ୍ତ୍ରୀ ନୁହେଁ କି ଇଏ ତା ସ୍ୱାମୀ ନୁହେଁ। ଦିହେଁ ଦି'ଜଣ ଚିହ୍ନି ପରିଚ ବାଟୋଇ ଖାଲି ଏମିତି ମନ କଲା ଭଳି ମୁହଁଟି ମାନ ଧରି ଆସୁଥାଏ। ସେତେବେଳକୁ ସେ ଦିହିଁଙ୍କର ହେତୁ ପାଇଲା ଦିନଠୁ ଆଜି ଯାଏଁ ଯାବତ ଲୋକଙ୍କ ସେବା କରି ଆଇଛି ମୋ ବାବାଜୀ। ଆଉ କି କାମ ନ କରିଛି ମଣିଷଙ୍କର ତନ ନ କହ। ହେଲେ କଦବା ଥରେ ଅଧେ ଘଟେ ଏମିତିରେ ବାବାଜୀ। ମଣିଷଙ୍କ ସେବା କରୁ କରୁ ଥବ ଥବ ମଝିରେ ଧଡ଼କିନା ନାଗିଯିବ ତମ ଦିହରେ ଚାଉଁକିନା ଏମିତି। ଠାକୁର ଅଛନ୍ତିରେ ଅଛନ୍ତି ମ, ବହୁଦିନ ପରେ ଆଜି ପୁଣି ଥରେ ନାଗିଗଲା ସେମିତି। ତମକୁ କାଲିଠଉଁ ଧଇଲାଣି ସେଇଆ। ଆଜି ବୋଲି କିଆଁ ମିଛ କହୁଛ? ଜଳତା ଧୂପବତୀଟାକୁ ଧୂପଲୁକା ପୁଟୁଳିଠୁ ଟିକିଏ ଦୂରେଇ ଦେବା ପେଇଁ ନଇଁ ପଡ଼ୁ ପଡ଼ୁ କହିଲା ବୁଢ଼ୀ। ହଁ ସେଇଆ, କାଲିଠୁ ଧଇଲାଣି। ହେଲେ କାଲି ମୁଁ ଜାଣିପାରି ନଥିଲି ଧଇଲାଣି ବୋଲି। ବୁଢ଼ା ଆଖି ବୁଲେଇ ଦେଲା ବାବାଜୀ ମୁହଁକୁ ଆଉ ସାମ୍ନା ଗିଲାସକୁ। ବାବାଜୀ ଏଯାଏଁ ବି ଛୁଇଁନି ଦେଖି ତାଟକା ହେଲା ଭଳି କହିଲା, କ'ଣ ହେଲା, ପିଇବୁନୁ? ନାଇଁ, ପିଇରେ ଟିକିଏ ବାବାଜୀ। ଏଥର ବଳିଲା ତାକୁ ନିଜେ ବୁଢ଼ୀ ଆଉ କହିଲା, ଠାକୁରଙ୍କ ପ୍ରସାଦକୁ ନାହିଁ କରନ୍ତି ନାହିଁ ମ। ହଉ ନ ପିଇଲେ ଆଉ ଟିକିଏ ପିଇବ ସେ। କହୁ କହୁ ବୁଢ଼ା ଟେକି ଧରିଲା ଗିଲାସଟାକୁ ଆପଣା ହାତରେ। ଆରେ ଦୁଃଖ ରହିବ ନାହିଁ ରେ, ଏ ସଂସାରରୁ ଦିନେ ନା ଦିନେ ଯିବ ସେ। ନା କ'ଣ କହୁଛ ବାବାଜୀ? କ'ଣ କହିବ ମ ସେ? ସେ ନିଜେ ଦୁଃଖୀ ବିଚାରା। ଦେଖୁନ କ'ଣ ଦିଶିଲାଣି ତା ଚେହେରା ଦିନକୁ ଦିନ। ଆସିଲା ଦିନ ଦିଶୁଥିଲା କେମିତି, ଆଉ ଏବେ? ଏଥର ନିଜେ ବୁଢ଼ୀ ଟିଣାରୁ ଅଜାଡ଼ି ଭର୍ତ୍ତି କଲା ଗିଲାସଟାକୁ ଆଉ ଆପେ ପିଇଲା ସେତକ। ଗିଲାସ ଖାଲି ହେବା ମାତ୍ରେ ତାକୁ ପୁଣି ଭରିଦେଲା, ରଖିଦେଲା ତିନିଙ୍କ ମଝିରେ। ସେଇ ଏକା ନୁହେଁ, ସାରା ତମାମ ହାତ ବଢ଼ାଉଥିଲା ବୁଢ଼ା ଗିଲାସ ଆଡ଼କୁ। କିନ୍ତୁ କ'ଣ ଭାବି ଅଟକିଗଲା ମଝିରେ ଆଉ ବୁଢ଼ୀକୁ ଅଟକିଲା ଭଳି ଚାହିଁଲା। ତୁ କ'ଣ, ମୁଁ କ'ଣ? ଆମର କ'ଣ ଜମାରୁ ଦୁଃଖ ନାହିଁ ମନେ କରିଛୁ? ଆମର ଦୁଃଖ କ'ଣ ବା? ବୁଢ଼ାକୁ ବୋକା ବନେଇ ବୁଢ଼ୀ ଗିଲାସଟାକୁ ଝଟ ଉଠେଇ ନେଇ ଚାଲିଗଲା ତା ଆଡ଼କୁ। ଅଧା ପନ୍ତାରିଆ ଟିକିଏ କ'ଣ ଦରାଣ୍ଡିଲା ଭଳିଆ ହୋଇଗଲା ବୁଢ଼ାର ହାତ। ଆଉ ତାପରେ ଯେତେବେଳେ ବୁଢ଼ୀ ଜିତିଗଲା ବୋଲି ଜାଣିପାରିଲା, ଫେରିକଲା ସେ ହାତ ଆପଣା ଛାଏଁ ପଛକୁ। ମୁଁ ତ ସେଇଆ କହୁଥିଲି, ଆମର ଆଉ ଦୁଃଖ କ'ଣ? ବୋକାଙ୍କ ଭଳି ଦୋହରେଇଲେ ପରସ୍ତେ ସିନା ସେଇ କୁହା କଥାକୁ। କିନ୍ତୁ ବୁଢ଼ା ଅସନ୍ତୋଷ ଚାଉଁକିନା ବଢ଼ିଗଲା। ଆମ କଥା ଆଉ କିଆଁ ପଡ଼ିଛି? ଆମେ ତ ଯିବା, ହେଲେ ଆମ ସାଙ୍ଗରେ ସଂସାର ତ ଯିବ ନାହିଁ। ସଂସାରଟା ରହିବ, ଆଉ ତାକୁ କୁକୁର ଭଳି ଜଗି ପଡ଼ିଥିବ ଦୁଃଖ। ଓହୋ, କମି କାମୁଡ଼ା ତାର। କମି କାମୁଡ଼ା ସହିଛେ ଆମେ ତାର ସେଇ ପୋଡ଼ା ମୁହଁ ଦୁଃଖରେ। ଭାବିଲୁ ଦେଖି ଥରଟେ, ଯେବେ ତୁ ମୁଁ ପିଲା ହୋଇଥିଲେ ସେଇ ଦିନଠୁ ଆଜି ଯାଏ କି ହନ୍ତସନ୍ତରେ ଦିନ ନ କଟିଛି।
ବୁଢ଼ା ଅନେଇଲା ବୁଢ଼ୀକୁ ଆଉ ଥରେ। କି ହନ୍ତସନ୍ତ ନ ହୋଇଛେ ଆମେ ବା? କ'ଣ ମୋ ବୋପା ଧରୁ କ'ଣ ନ ଆଣିଛି କି ତମେ? ତମ ଘରର କେଉଁ ଅଭାବଟା ନ ପୂରେଇଛୁ ବା ଆମେ? ହନ୍ତସନ୍ତ ତମେ ଆଉ ହେଲ କେଉଁଠି ବା? ଗିଲାସଟାକୁ ପୁଣି ବୁଢ଼ୀ ଭର୍ତ୍ତି କରିଦେଇ କହିଗଲା ଓ ମୁରୁକି ହସ ମାରିଲା। ହନ୍ତସନ୍ତ କେହି ହେଇନ ତମେ ଏ ଘରେ। 10ଟା ପୁଅ ଆଉ 6ଟା ଝିଅ ଜନ୍ମ କଲାବାଲା ମୁଇଁ ନିଜେ ଜାଣିଛି। ଏ ଘରେ ହନ୍ତସନ୍ତ କେହି ନାହାନ୍ତି। ମୋ ଜାଣିବାରେ ଏକା ଜଣକୁ ଛାଡ଼ିଦେଲେ 10ଟା ପୁଅ ଆଉ 6ଟା ଝିଅ। ବୁଢ଼ୀର ଅସଲ ପରିଚୟ ସତେକି ଏଯାଏ ପାଇନଥିଲା ବାବାଜୀ। ସେମିତି ଚମକିଲା ଭଳି ଅନେଇଲା ସେ ଏତେବେଳେ ସେ ସ୍ତ୍ରୀ ଲୋକଟି ଆଡ଼କୁ। ଆଉ କ'ଣ ଭାବିଲା ମନରେ କେଜାଣି ତା ହାତ ଲମ୍ବିଗଲା ସାମ୍ନାରେ ଥୁଆ ହୋଇଥିବା ଗିଲାସ ଆଡ଼କୁ। କିନ୍ତୁ ଠିକ୍ ସେତିକିବେଳେ ସେ ଗିଲାସଟାକୁ ଧରି ପକାଇଥାଏ ବୁଢ଼ା। ଦୁହିଁଙ୍କ ହାତ ଛୁଆଁଛୁଇଁ ହୋଇଗଲା ସେଇ ଗିଲାସ ଉପରେ। ଆଉ ଦୁହେଁ ହାତ ଉପାସ କରି ଚାହାଁଚୁଇଁ ହୋଇଗଲେ। ବୁଢ଼ା କହିଲା, ନେ ବାବାଜୀ ନେ। କିନ୍ତୁ ବାବାଜୀ ମନ ସତେକି ସେଠି ନଥିଲା। ବୁଢ଼ା ମୁହଁକୁ କେତେବେଳେ ଅନିଶା କରିସାରିଥିଲା ସେ। ନିଅ ତୁମେ ନିଅ, ମୁଁ ପିଇବି ନାହିଁ। ଗୋଟାଏ କ'ଣ ଭାରି ଭଲ ବାସ୍ନା ହେଉଛି ମୋ ଏ ଘରେ। ଭଗବାନଙ୍କ ବାସ୍ନା ସେ ବାବାଜୀ। କୋଉ ବୁଢ଼ା ଉଠାଇଲା ଗିଲାସଟିକୁ ନିଜ ପାଟିକୁ। କ'ଣ ଯେମିତି ମନେ ପଡ଼ିଗଲା ତା'ର। ସେମିତି ଅଟକି ରହି ଭାବିଲା ଟିକିଏ। ଆଉ ବୁଢ଼ୀକୁ ଅନେଇ ପଚାରିଲା, ଏ ଧୂପବତୀଟା କେଉଁଠୁ ପାଇଲୁ କି ତୁ? ଭଲ ଭାରି ମହକୁଛି ତ। ରହ ଏମିତି ଗୋଟେ ବାସନା ମୁଁ ତ ପାଇଥିଲି କୋଉଠି ମ ସେ? ବୁଢ଼ା ସେମିତି ପବନରେ ଆଁ କରି ଗିଲାସଟାକୁ ପାଟିକୁ ନେଉଥାଏ। ଏ ଧୂପବତୀ ଏଠିକା ଜିନିଷ ନୁହେଁ ମ। କଥାଟାକୁ ଆହୁରି କହନ କଲା ଭଳି ମୁରୁକେଇ ହସି ବୁଢ଼ୀ କହିଲା, ତାକୁ ଜଣେ ସାଆନ୍ତାଣୀ ଆଣି ଦେଇଥିଲେ ଦକ୍ଷିଣରୁ। କୋଉ ମୁଲକ କେଜାଣି ସେ ତାଙ୍କରି ଘରୁ ଆଣିଛି ମୁଁ। ସେତେବେଳକୁ ଗିଲାସକୁ ତୁଚ୍ଛେଇ ସାରିଥାଏ ବୁଢ଼ା ଆପଣା ଆଁକୁ ଅବଶ୍ୟ। କିନ୍ତୁ ବାସ୍ନାରେ ଏତେ ବିଭୋର ହୋଇଯାଇଥାଏ ସେ। ଖାଲି ଗିଲାସଟାକୁ ବହୁତ ବେଳ ଯାଏ ପାଟିକୁ ନିଗିଡ଼ିଲା ଭଙ୍ଗୀଟାଏ ଦେଖେଇ ରହିଗଲା ସେ। ଆଉ କହିଲା, କୋଉ ସାଆନ୍ତାଣୀ? ସେ ନା ଏ ବାସନା କେଉଁଠି ଶୁଙ୍ଘିଛି ମୁଁ ନିଶ୍ଚୟ। ଗିଲାସଟାକୁ ତଳେ ରଖିଦେଇ ବୁଢ଼ା କ'ଣ ଯେମିତି ପଚାରୁଥାଏ ସେମିତି ଅନାଇଲା ବାବାଜୀ ମୁହଁକୁ। କିନ୍ତୁ ହସି ହସିକା କହିଲା ଶେଷରେ, ଏଇ ଯେମିତି ଲାଗୁନି ଏଇନେ, ଅବିକଳ ସେମିତି ଲାଗିଗଲାରେ ମୋତେ। ମାଇପିଟାକୁ ଦେଖିଲା ମାତ୍ରେ ସେ ଦିବ୍ୟ ସୁନ୍ଦର ତିର୍ଲା ମୂଳରୁ ଯାହା କଥା କହୁନଥିଲି। ବୁଢ଼ାର ଆଖିରେ ଧୀରେ ଧୀରେ ସଞ୍ଚରୁଥିବା ସେ ଆଲୁଅଟା ମୁହୂର୍ତ୍ତକ ଭିତରେ ବାବାଜୀ ମୁହଁକୁ ସଞ୍ଚରିଗଲା। ଦକ୍ଷିଣର ବାସ୍ନାଏ। ଠିକ୍। ଏମିତି କହୁ କହୁ ନିଜେ ବାବାଜୀ ବି ଆହା ବି କଲା। ଆଉ କେଜାଣି କାହିଁକି ହଠାତ୍ ମୂକ ହୋଇଗଲା। ତାରି ମୌନପଣିଆ ସାଙ୍ଗରେ ନିଜର ମୌନପଣିଆକୁ ମିଶେଇ ଦେଇ ବସିଗଲେ ବି ସେ ହଳକ ମଣିଷ ବୁଢ଼ୀ କେତେବେଳେ ଗଲା କଟି ସେ ଧ୍ୟାନ ଭିତରେ କେଜାଣି। ଧୂପବତୀ ଗଲାଣି ଲିଭି କେତେବେଳକୁ, ମହକ ତାର ଗଲାଣି ମିଳେଇ କେତେବେଳୁ। ଧୋବାଘରର ନିତିଦିନିଆ ବାସ୍ନା ଆଜି ଗଲାଣି ନାକରେ। ମାତରକ ଧ୍ୟାନ ଭାଙ୍ଗୁନାହିଁ। ବସିଛନ୍ତି ତିନିହେ ସେମିତି ସେଇ ଚୁପଚାପ ମୌନ ଭଙ୍ଗୀରେ। ଧୀରେ ଧୀରେ ବୁଜି ହୋଇଗଲାଣି ଆଖି ଟିମାନ। ଆଉ ଥିର ହୋଇ ଆସିଲାଣି ହାତଗୋଡ଼ ସାଙ୍ଗରେ ମାନବୀ। ବସିଥାନ୍ତି ସେମାନେ ସେଇ ଏକ ଖଞ୍ଜରେ। ହଲ୍ ନାହିଁ କି ଚଲ୍ ନାହିଁ। ପିଣ୍ଡା ତଳେ କିଏ ଜଣେ ଏତେବେଳକୁ ଆସି ଠିଆ ହୋଇ ତିହିଙ୍କି ଢଙ୍ଗ। ଏତେବେଳ ଯାଏ ଆଉ ଠିଆ ହେବ? ଡାକଟିଏ ମାଇଲା ସିଏ। ପହିଲେ ଆଖି ଫିଟେଇ ଅନାଇଲା ବାବାଜୀ। ପିଣ୍ଡା ତଳେ ମଣିଷଟା ଅନେଇଥାଏ ତାଟକା ହୋଇ। ତାର ଢେଗା ଆଖିର ଖାଲି ଧଳା ଅଂଶଟା ଦିଶୁଥାଏ ଅନ୍ଧାର ଭିତରୁ। ଆଉ ତା ଦିହର ବାକି ଅଂଶ ମିଶି ଯାଇଥାଏ ଅନ୍ଧାରରେ। ପହିଲେ ଚିହ୍ନି ପାରିଲା ନାହିଁ ତାକୁ ବାବାଜୀ। କିନ୍ତୁ ଯେତେବେଳେ ତା ଆଖିର ଧଳାକୁ ଆହୁରି ବେଶୀ ଧ୍ୟାନ ଦେଇ ଅନେଇଲା, ହଠାତ୍ ଦିଶିଗଲା ସାରା ଦୃଶ୍ୟଟା। ଏଇ ସେଇ ଯେ ଧୋବା ତୁଠରେ ତା କଡ଼ପଟେ ନିତି ଠିଆ ହୁଏ। ଆଉ ସେଦିନ ସକାଳେ ଏଇ ତ ଯିଏ ପଚାରିଥିଲା ଲାଜ ହୋଇ ସେ ଅଦ୍ଭୁତ ପ୍ରଶ୍ନଟା, ବାବାଜୀ କହିଲୁ ଦେଖି, କୋଉଦିନ ଦୂର ହେବ ଆମ ଦୁଃଖ? ଆ ପାଟି ନ ଫୁଟେ କେବଳ ଆଖି ଇସାରାରେ ପିଣ୍ଡତଳ ଲୋକକୁ ପିଣ୍ଡା ଉପରକୁ ଡାକିଦେଲା ବାବାଜୀ। ଲୋକଟି ଧୀର କିନା ଉଠି ଆସି ଠିଆ ହେଲା। ଧୀରେ ବସି ପଡ଼ିଲା। ହାତ ଗୋଡ଼ ଯୋଳି ଦେଲା। କିନ୍ତୁ ତା ଆଖିରେ ସେଇ କନକନ ଚାହାଣିଟିଏ ତଥାପି ଲାଗି ରହିଥାଏ। କ'ଣ ପାଇଁ ବସିଛନ୍ତି ଲୋକ ଏଠି? କ'ଣ ପାଇଁ ସେ ବସିଲା ଏଠି ଏଇ ଢଙ୍ଗରେ? ସତେକି ଏଇ ପ୍ରଶ୍ନ ସେ ପଚାରିବ ହେଉଥାଏ।
ବାବାଜୀ ତାର କେଉଁସିଲା ପ୍ରଶ୍ନର ଉତ୍ତର ଦେବା ପାଇଁ ପାଟି ଖୋଲିଲା ନାହିଁ। ଧୋବାଧୋବିଣୀ ସେମିତି ବସିଥାନ୍ତି ବିଭୋର ହୋଇ ଆଖି ଖୋଲି ଅନେଇଲେଣି ଅବଶ୍ୟ ସେମାନେ ସେତେବେଳକୁ। କିନ୍ତୁ କାହାରି ଯେମିତି ମନ ନଥାଏ ପାଟି ଖୋଲିବାକୁ। ଚୁପଚାପ ନିଃଶବ୍ଦରେ ମୌନ ହେଇ ଘଡ଼ିଏ ବସିବା ଯେ ଏତେ ସୁଖ ଜିନିଷ ଏଯାଏଁ କେମିତି କେଜାଣି ଜାଣିନଥିଲେ ସେମାନେ। ନୂଆ କରି ଆସିଥିବା ଲୋକଟି ପହିଲେ ପହିଲେ ସେ ଚୁପଚାପକୁ ଡରିଗଲା ଅବଶ୍ୟ। ଅନ୍ୟମାନଙ୍କ ଭଳି ଥିର ହୋଇ ସେ ବି ବସି ପଡ଼ିଲା ଟିକିଏ। ବୁଢ଼ାବୁଢ଼ୀ ବାବାଜୀ ତିନିହେଁ ଯାକ ସେତେବେଳକୁ ଖଜର ପଜର ହେଲେଣି। ତାଙ୍କୁ ଖଜପଜ ହେବାର ଦେଖି ଆଗନ୍ତୁକ ଲୋକଟି ବି ଖଜପଜ ହେଲା। ମାମୁଁ ମାଇଁ ବାବାଜୀ। ତାର ସେଇ ପୁରୁଣା ସ୍ୱର ବାହାରିଗଲା ଏଥର। କୁଆଡ଼େ ଆଇଥିଲୁ ରେ? କେତେବେଳୁ ଆଇଲୁଣି? ବୁଢ଼ୀ ତରବର ହେଇ ଉଠି ବସିଲା। ଧୋବା ବୁଢ଼ା କିନ୍ତୁ ବସିଥାଏ ଗୁମ୍ ମାରି। ମୁହଁ ତାର ଦିଶୁଥାଏ ଭାବଶୂନ୍ୟ ସାଫ୍ ସୁତରା କାଚ କେନ୍ଦୁ ପରି। ମୁଁ ଆଇଲିଣି କେତେବେଳୁ। ଲୋକଟି ସେତେବେଳକୁ ପଡ଼ିଯାଇଥାଏ ଦୋସନ୍ଧିରେ। ଏତେ ବଡ଼ ଗମ୍ଭୀର ମୁହଁ ତିନୋଟି ସମାନ୍ରେ ସତେକି ଏକା ପଡ଼ିଯାଇ ଦବି ଦବି ଯାଉଥାଏ ତା ସ୍ୱର। ତଥାପି ସାହସ ବାନ୍ଧିଲା ସେ ଆଉ ପଚାରିଲା, ମୁଁ ଆଇଥିଲି ପୋଷେ ଚାଉଳ ଉଦ୍ଧାର ପେଇଁବା। ଆଉ ତମେମାନେ ତ ଅଛ ଏ ଅବସ୍ଥାରେ, କ'ଣ ଆଉ ମୁଁ କହିବି? ତାପରେ ହଠାତ୍ ସ୍ୱର ବଦଳାଇ କାବା କାଠ ହେଲା ଭଳି ପଚାରିଲା, ମାମୁଁ ଏଠି ଆଖି ବୁଜି କ'ଣ ଦେଖୁଥିଲ? ମୋତେ ଦେଖାଇ ନାହାନ୍ତ ଟିକିଏ। ବୁଢ଼ା ତଥାପି ନିରୁତ୍ତର। ବୁଢ଼ୀ ଘର ଭିତରକୁ ଗଲା ଆଉ କାନିରେ କାନିଏ ଚାଉଳ ଆଣି ତୁଚ୍ଛେଇ ଦେଲା ସାଇର ସେ ଲୋକଟି କାନିରେ। ଚାଉଳ କାନିକ ଭଲ କରି ଗଣ୍ଠିଲି କରି ପିଠିରେ ପକାଇଲା ସେ ଆଉ କହିଲା, ଟିକିଏ ପିଇ ଦେଇ ଯାମ। ଆଇଛୁ ତ ଠିକଣା ବେଳାରେ। ଲୋକଟିକୁ ଡାକିଲା ବୁଢ଼ୀ ପଛରୁ ଆଉ ତା ହାତକୁ ଗିଲାସଟା ବଢ଼ାଇ ଦେଉଥିଲା। ହଁ ପିଇ ମାତର ଜାଣିଥ ବାପ। ଏଥକବେଳେ ଫିଟିଲା ବୁଢ଼ାର ପାଟି। ଲୋକଟି ଦରପିଆ ହୋଇ ଅଟକିଗଲା। ଚମକି ପଡ଼ିଲା ସତେକି ସେ ବୁଢ଼ାର ସେଇ ମଧୁର ସ୍ୱରରେ। ମଦ କିଛି ନୁହେଁ, କିଛି ନୁହେଁ ଆଗରେ। କାହା ଆଗରେ? କାହା ଆଗରେ ବା? ଲୋକଟି ଆହୁରି ଥରେ ଚମକିଲା ଆଉ କନକନ ହୋଇ ଅନେଇଗଲା ପରସ୍ତେ ପରସ୍ତେ ସବୁଆଡ଼କୁ। କିଏ ନାହିଁ। କାହାରିକୁ ଆଗରେ ନ ଦେଖି ସେ ତୁନି ହୋଇ ହାତରେ ଧରିଥିବା ଜିନିଷଟିକୁ ପିଇବାକୁ ମନ ଦେଲା। କାଲି ସଞ୍ଜ ବୁଡ଼ୁକୁ ଆସିବୁ ତ? ଆଜି ଯାହା ଦେଖିଲୁ ସେଇଆ ମ, ଆଉ କିଛି ନାହିଁ। କିନ୍ତୁ କହିଦେଉଛି ଏ ମାଲ ପାଣି କିଛି ନୁହଁ ତା ଆଗରେ। ବୁଢ଼ା ଏଥର ମୁହଁ ବୁଲେଇଲା ବାବାଜୀ ଆଡ଼କୁ। ଆର ଲୋକଟି ସେତେବେଳକୁ ଗଲାଣି ଉଭେଇ। ବାବାଜୀ। ଧୋବା ବୁଢ଼ା ଏଥର ଉଠିଲା ନିଜେ ଆଉ ବାବାଜୀକୁ ବି ହୁଟେଇ ଦେଲା ହାତ ଧରି। ଖାଇବା ପାଇଁ ବାଢ଼ି ସାରିଥାଏ ବୁଢ଼ୀ ସେତେବେଳକୁ। ବାବାଜୀ କହିଲା, ସେଇ ଯେଉଁ ଦିବ୍ୟ ସୁନ୍ଦର ସ୍ତ୍ରୀଲୋକ କଥା କହୁଥିଲ, ତା ନାଁ ମୁଁ ଜାଣେ। କ'ଣ? କ'ଣ ତା ନାଁ? ପାଟିରେ ଭାତଗୁଣ୍ଡା ଅଧା ଚାକୁଳ କରି ଢୋକି ପକେଇ ଧୋବାବୁଢ଼ା ଚାହିଁଲା ବାବାଜୀ ଆଗକୁ। ସେଟା ପ୍ରକୃତରେ କାହାରି ନାଁ ନୁହେଁ ଯେ ଶବ୍ଦଟାଏ ଭାରି ମିଠା ଶବ୍ଦଟାଏ। ବାବାଜୀ ତଳକୁ ମୁହଁ ପୋତି ଦେଇ ଖାଇବାରେ ମନ ଦେଲା। କି ଶବ୍ଦ କହୁନୁ? କହ ବା। ବୁଢ଼ା ଫଟେଇ ହେଲା ବହୁତ। କିନ୍ତୁ ତେଣିକୁ ଚୁପ୍ ହୋଇ ଖାଲି ଖାଇବାରେ ମନ ଦେଲା ବାବାଜୀ। ପରଦିନ ସଞ୍ଜ ନ ବୁଡ଼ୁଣୁ ବାହାର ପିଣ୍ଡାକୁ ସଫାସୁତୁରା ଲିପାପୋଛା କରିଦେଇଥାଏ ଧୋବଣୀ ବୁଢ଼ୀ। ଗୋଟିଏ ସଜ ଧୋବ ଲୁଗାଗଣ୍ଡିରାକୁ ମୁଣ୍ଡେଇ କରି ଘିଅ ଦୀପଟିଏ ଜାଳି ଦେଇଥାଏ ସେ। ଆଉ ଧୂପଦାନୀରେ ଖଞ୍ଜି ଦେଇଥାଏ ସେଇ ଦକ୍ଷିଣୀ ମହକବାଲା ଧୂପବତୀ କେଇଟା। ଘାଟକୁ ଫେରିଲା ମାତ୍ରେ ବାବାଜୀକୁ ଦେଖେଇ ହେଲା ଢଙ୍ଗରେ ବୁଢ଼ୀ କହିଲା, ଦେଖିଲୁ ବାବାଜୀ, ଚଳିବ କି ନାହିଁ କହିଲୁ? ଠିକଣା ନିଚିପର ହୋଇଛି ତ? ବୁଢ଼ୀର ଆଗ୍ରହରେ ବାବାଜୀ ଖୁସି ହେଲା ଭଳି ଦିଶିଲା ନାହିଁ। ଗତ ରାତିରୁ ଭାରି ଅନାମନା ଧରିଥିଲା ସେ। ପଚରା ପ୍ରଶ୍ନ ତା କାନକୁ ପଡ଼ୁଥିଲା କି ନାହିଁ କେଜାଣି। ମଝିରେ ମଝିରେ କ'ଣ ପଦେ କାହାକୁ କହିଦେବ ବୋଲି ହାଇଁ ପାଇଁ ଅବଶ୍ୟ ତା ମନ ହେଉଥାଏ। କିନ୍ତୁ ପୁଣି ଛନ୍ଦି ଛନ୍ଦି ହେଇ ଅଟକୁଥାଏ ସେ ଧୀରେ ଧୀରେ ପୁଣି ଡୁବି ଯାଉଥାଏ ଅନ୍ୟମନସ୍କତାରେ। ବୁଢ଼ୀର ହାତ ତିଆରି ସାଫସୁତରା ନିଚିପର ଠାକ୍ଟିକୁ ଯେ ଜେଗାଟି ତାକୁ ଅସକ ଲାଗୁଥାଏ ତା ନୁହଁ। ହେଲେ ବି କେଜାଣି କାହିଁକି ସେ କହିଲା, ହେଇନି ମ, କିଛି ହେଇନି, ସବୁ ତ ଆରମ୍ଭ ମାତ୍ର। ବୁଢ଼ୀ ବୁଝିପାରିଲା ନାହିଁ ବାବାଜୀର ଠାର ଭାଷା। ଖାଲି ଶୁଣିପାରିଲା ସେ ବାବାଜୀର ସେ ନାପସନ୍ଦ ହେଇନି ମ ଶବ୍ଦଟିକୁ। ସେତିକିରେ ମରିଯାଉଥିଲା ତା ମନଟି। କିନ୍ତୁ ଠିକ୍ ସେତିକିବେଳେ ପହଞ୍ଚିଗଲା ଧୋବାବୁଢ଼ା ଆଉ ପଛେ ପଛେ ସାଇର ସେଇ ଜଣକ। ଧୋବାବୁଢ଼ା କାମରୁ ଘରକୁ ଫେରିଲା ବେଳେ ମୋଟେ ସେଇକ୍ଷିଣା ତା ପିଠିରେ ନିତିଦିନିଆ ମଇଳା ଲୁଗାକୁ ଗୋଟାଏ ମସ୍ତ ବଡ଼ କୁଜ ଭଳି। କିନ୍ତୁ ମୁହଁ ଉପରେ ଚହଟିଥାଏ ଖୁବ୍ ହାଲୁକାର ଭାବ।
ଧୋବାବୁଢ଼ା ନିଜ ଘର ଦୁଆର ମୁହଁରେ ମୁହଁ ପୋତି ଦେଇ ବସିଥିବା ମଣିଷଟା ଉପରେ ତା ନିଘା ନ ପଡ଼ୁଣୁ ସିଆଡ଼ୁ କମ୍ପାଇଲା ସିଏ। ପାଇଛି, ଆଜି ପାଇଛି ରେ, ତା ଦେଖା ଆଉ ଥରେ। ଏତିକି କହୁ କହୁ ପିଠିରୁ ଗଣ୍ଡିରାଟାକୁ ଆସ୍ତେ କିନା କାଢ଼ି ତଳେ ରଖିଦେଲା ବୁଢ଼ା। ଆଉ ବାବାଜୀ ପାଖକୁ ଆସିଲା ଧପାଲି। ଖୋସରେ କୁରୁଳୁ ଥାଏ ଆଉ ଲମ୍ବା ଲମ୍ବା ନିଶ୍ୱାସ ଭିତରେ ସତେକି କାନ୍ଦି କାନ୍ଦିକା ସେ କୁମୁରୁଥାଏ ବି କେତେ ନା କେତେବେଳୁ। ଦେଖିଲୁ ଦେଖିଲୁ ଏଇନା ସେ, ଯାହା ନା ତୁ କାଲିଠୁ କହିବୁ କହିବୁ ହଉଥିଲୁ। ଛୋଟିଆ ଦିଭାଙ୍ଗ ହେଲା ଭଳି ଚିତ୍ର ଯୋଡ଼ିଏ ଏକାଠି ହୋଇ ଖଞ୍ଜା ହୋଇଛି ପ୍ଲାଷ୍ଟିକ କାଗଜର ଖୋପ ଭିତରେ। ଇଏୟାକୁ ସେଇୟାକୁ ଆପଣା ପାକିଟିରୁ ଧୀରେ ଅସମ୍ମାନେ କାଢ଼ି ଧଇଲା ବାବାଜୀ ଆଗରେ। ଆଉ ହସି ହସିକା କହିଲା ଧୋବାବୁଢ଼ା, ଏ ସେ ନୁହଁ କିରେ ବାବାଜୀ, କାଲିଠାରୁ ଏଇମାନେ ପକିଡ଼ିଛନ୍ତି ଆମ ସବିଙ୍କ ମୁଣ୍ଡଟିକୁ ନୁହେଁ କିରେ। କ୍ଷଣକ ପାଇଁ ବାବାଜୀର ଆଖି ପଡ଼ିଗଲା ସେଇ ଚିତ୍ର ଯୋଡ଼ିଟି ଉପରେ। ଆଉ ଚାହୁଁକିନା କ'ଣ ସତେ ଲାଗିଗଲା ତା ମରମରେ। ୟାଙ୍କୁ ତୁମେ କେଉଁଠୁ ପାଇଲ ମଉସା? ବାବାଜୀ ପାଟିରୁ କଥା ନ ସରୁଣୁ ବୁଢ଼ୀ କୋଉଠି ଥିଲା ଝଟି ଆସି ଚିତ୍ରଟିକୁ ଅନେଇ ଦେଲା ଆଉ ସାଙ୍ଗେ ସାଙ୍ଗେ ତାକୁ ଘିନି ନେଇ ଥାପିଦେଲା ସେଇଠି ଯୋଉଠି ସଜଡ଼ା ହୋଇ ସାରିଥାଏ ଧୂପ ଦୀପ ଆଉ ଧୂପବତୀ। ସେତେବେଳକୁ ଧୋବାବୁଢ଼ା ଆଉ ତା ଅନୁଚର ଲୋକଟି ଧୁଆଧୋଇ ସଫାସୁତୁରା ହୋଇ ଆସିଲେଣି ନଈ ତୁଠରୁ। ଧୋବାବୁଢ଼ା ଫେରିଗଲା ବେଳକୁ ବାବାଜୀ ଲାଗିଗଲାଣି ତା କାମରେ। କୋଉଠୁ ଗୁଡ଼ାଏ ଫୁଲ ତୋଳି ଆଣି ଏଥି ଭିତରେ ଥାନଟିକୁ ମୁଣ୍ଡେଇ ସାରିଥାଏ ସେ ଆପଣା ହାତରେ। ଦୀପ ସଳିତାଟି ଜଳିଗଲା ସେତେବେଳକୁ, ଆଉ ଧୂପବତୀରୁ ବାହାରିଗଲାଣି ଗଲା ସଞ୍ଜବେଳର ସେ ଅଦ୍ଭୁତ ବାସନା। ଧୂପ ବାସନା ନାକରେ ବାଜୁ ନ ବାଜୁ ଧୋବାବୁଢ଼ାର ପାଟିରୁ ବାହାରି ପଡ଼ିଲା ସେ ବିଚିତ୍ର ଶବ୍ଦଟା ଆପଣା ଛାଏଁ, ମା ମା। ଚମକି ଉଠିଲା ବାବାଜୀ। ତାର ସାରା ଦେହରୁ ଉଠିଲା ସେ ଅଦ୍ଭୁତ ରୋମାଞ୍ଚ। ଅବିକଳ ସେଇଭଳି ଗୋଟାଏ ବିଚିତ୍ର ପୁଲକରେ ଥରିଗଲା ସେ ଯୋଉଦିନ ନଈକୂଳେ ପହିଲି କରି ସେ ଶୁଣିଥିଲା ରାମ ଶବ୍ଦ। ଦୀର୍ଘଦିନ ବିଚ୍ଛେଦ ପରେ ସେ ଶବ୍ଦଟିଠୁ ଆଉ ତା କାନରେ ବାଜିଗଲା ସେଇ ମା ଡାକଟି। ସତେକି ଅର୍ଖ ନୂଆ ଶବ୍ଦଟିଏ ଶୁଣୁଥାଏ ସେ। କାନେଇ ରହିଲା ସେମିତି ସେ ଶବ୍ଦଟାକୁ ସେ, ମା ମା। ହାଇଁ ପାଇ ହେଇ ନିଜେ ବି କେଇଥର ଉଚ୍ଚାରି ଉଠିଲା ବାବାଜୀ। ଆଉ ଧୀରେ ଧୀରେ ସେ ବୁଡ଼ିଯିବାକୁ ଲାଗିଲା ସେ ଶବ୍ଦର ସମୁଦ୍ର ଭିତରେ। ଆଉ ଆଖି ବୁଜିକା କ୍ଷଣେ ତା ଆଖି ଆଗରେ ମାତ୍ର ରୂପର ଗୋଟାଏ ଯଥାର୍ଥ ପ୍ରତୀକ ପରି ପହିଲେ ଦିଶି ଗଲା ଖଣ୍ଡେ ରୂପ, ଯାହାକୁ ସେ ପିଲାଦିନେ କେତେବାର ଆଙ୍କିଥିଲା ଭାରତବର୍ଷର ଗୋଟିଏ ସାଧାରଣ ମାନଚିତ୍ରଟିଏ ଭଳି। ଆଉ ଧିକ୍କାର ହୋଇ ଯାଇଥିଲା ବି ଆଙ୍କି ଆଙ୍କି ସେଇ ଛବିକୁ ଥରକୁ ଥର ତା କ୍ଲାସ୍ ପରୀକ୍ଷା ପାଇଁ। ସମ୍ମିଳିତ ହେଲା ସେ ରୂପଟି ସହିତ ସେ, ସତେକି ତା ଜୀବନରେ ପହିଲି ଥର ପାଇଁ। ସେଇ ରୂପକୁ ଆଖିରେ ଦେଖୁ ଦେଖୁ ଧୀରେ ଧୀରେ ତାର ଅଷ୍ଟାଙ୍ଗ ଶରୀର ଥିର ହୋଇ ଆସିଲା। କେତେଗୁଡ଼ାଏ ବେଳ ଆଖି ମେଲା କରି ଚାହିଁ ସୁଦ୍ଧା ସେ ଶୋଇପଡ଼ିଥିଲା ସତେକି। ଆଖି ଫିଟାଇ ସେ ଯେତେବେଳେ ପୁଣି ଥରେ ଚାହିଁଲା ସେତେବେଳକୁ ଚାରିଆଡ଼ ଅନ୍ଧାର। ଆଉ ସେଇ ଅନ୍ଧାର ଭିତରେ ଦୀପ ଆଲୁଅଟିଏ ଗୋଟିଏ ଅଦ୍ଭୁତ ପବିତ୍ର ଭାବ ଧରି ଧୀରେ ଉଦଉଥାଏ ତା ମନରେ। ଦୀପ ଆଲୁଅଟିଏ ଅନ୍ଧାରରେ ଯେତେ ବାଟ ବ୍ୟାପିଥାଏ ସେଇ ଆଡ଼କୁ ଥରେ ଆଖି ବୁଲେଇ ଆଣି ସେ ଦେଖିଲା ସେ ତିନିହିଙ୍କୁ ଆଉ ଥରେ ଧୋବାଧୋବଣୀ ଆଉ ସେଇ ଆର ଜଣକ ଯେ ଆସିଥାଏ ପହିଲି ପ୍ରଥମ କରି ଆପଣା ଛାଏଁ। ଆଉ ଅନ୍ୟ ସମସ୍ତଙ୍କ ପରି ସେ ବି ବସିଥାଏ ଆଖି ବୁଜି। କେତେବେଳେ ଚାଲିଗଲା ସେମିତି। ସେମାନେ ଆଖି ବୁଜି ବସିଥାନ୍ତି ତା ଚାରିପଟେ ଆଉ ସ୍ଥିର ଅପଲକ ଆଖିରେ ଅନେଇ ରହିଥାଏ ସେ ସେମାନଙ୍କୁ, ସେଇ ବୁଜିଲା ଆଖିରେ ନିଶ୍ଚଳ ମଣିଷମାନଙ୍କୁ। ଦୀପଶିଖାରୁ ଆଲୁଅ କେଜାଣି କେତେବେଳୁ ଅନବରତ ଝରୁଥାଏ ମହୁବାଳି। ଆଉ ଆସ୍ତେ ଆସ୍ତେ ଜମୁଥାଏ ସେ ମହୁ ତାଙ୍କ ଚାରିପାଖେ। ଗୋଟିଏ ଅପୂର୍ବ ବନ୍ଧନରେ ସେ ଯେ ବାନ୍ଧି ହେଉଥାଏ ଏଇ ଅନୁଭୂତିଟି ତାକୁ ସ୍ଥିର ଧ୍ରୁବ କରି ସାରିଥାଏ ସେତେବେଳକୁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଉପନ୍ୟାସ ଦକ୍ଷିଣାବର୍ତ୍ତ। ଆଗାମୀ ଅଧ୍ୟାୟରେ ଏ ଉପନ୍ୟାସଟିର ଅବଶିଷ୍ଟ ଅଧ୍ୟାୟକୁ ଆମେ ଶୁଣିବା। ରହିଲି, ନମସ୍କାର।